ଏହା ହେଉଛି ପୁରୀ ଜଗନ୍ନାଥ। ଆପଣ ଭାବୁଛନ୍ତି କି ପୁରୀ ଜଗନ୍ନାଥ? ନା, ଇଏ ହେଉଛି ଚେନ୍ନାଇରେ ଥିବା ଜଗନ୍ନାଥ ଟେମ୍ପଲ୍। ହ୍ୟାଲୋ ଭାଇ, ଜୟ ଜଗନ୍ନାଥ। ସାଙ୍ଗମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ବହୁତ ଭଲ ଥିବେ। ତ ଆଜି ଆଉ ଗୋଟେ ନୂଆ ବ୍ଲଗ୍ରେ ଆପଣମାନଙ୍କୁ ମୁଁ ଦେଖୁଛି। ବର୍ତ୍ତମାନ ମୁଁ ଚେନ୍ନାଇରେ ଅଛି। ତ ଚେନ୍ନାଇର ଜଗନ୍ନାଥ ମନ୍ଦିର କେମିତି ଆଉ କିଭଳି ଦେଖିବା ପାଇଁ ତ ଆପଣମାନଙ୍କୁ ମୁଁ ନିହାତି ଦେଖେଇବି। ମୋ ସାଙ୍ଗରେ ଚାଲନ୍ତୁ। ଭାଇ ଫାଇନାଲି ଆସିକରି ପହଞ୍ଚିଗଲୁ ଶ୍ରୀ ଜଗନ୍ନାଥ ସ୍ପିରିଚୁଆଲ୍ ଏଜୁକେସନ୍ ସେଣ୍ଟର, ଯାହାକି ଜଗନ୍ନାଥ ମନ୍ଦିର ଚେନ୍ନାଇରେ। ତ ସାମ୍ନାରେ ଦେଖିପାରୁଥିବେ କଳାର ମନ୍ଦିର। ଓପନ୍ ଟାଇମିଂ ଆଉ କ୍ଲୋଜ୍ ଟାଇମିଂ ଯେଉଁଟା ଏଠି ଦେଖିପାରୁଥିବେ ଆପଣ, ଦର୍ଶନ ଟାଇମିଂ ଦିଆହେଇଛି ସକାଳ 6:30ରୁ ମଧ୍ୟାହ୍ନ 12:30 ଆଉ ସନ୍ଧ୍ୟାର 3:30ରୁ ରାତି 7:30 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହୁଛି। ତ ହାଇ ସମସ୍ତଙ୍କୁ, ଆପଣମାନେ ଦେଖିପାରୁଥିବେ ମୋ ପଛ ପଟର ମନ୍ଦିରର ଦୃଶ୍ୟ କିଛି ଏମିତି, ଯାହାକି କଳା ରଙ୍ଗରେ ଆଉ ଯେଉଁଟାକି ମୁଗୁନି ପଥରରେ ତିଆରି ହେଇଛି ସେ ମନ୍ଦିରଟି। ଆଉ ଏଠି ଦେଖିପାରୁଥିବେ ବହୁତ ସୁନ୍ଦର ଘାସର ବଗିଚା ମଧ୍ୟ ରହିଛି, ଯାହାଫଳରେ କି ଆପଣମାନେ ଦେଖିବା ପାଇଁ ବହୁତ ସୁନ୍ଦର ଲାଗିବ। ଏଠି ଗୋଟେ ମନ୍ଦିର ମଧ୍ୟ ଅଛି, ତ ସେ ମନ୍ଦିର ପାଖକୁ ଆମେ ମଧ୍ୟ ଯିବା। ତ ଆପଣମାନଙ୍କୁ ମୁଁ ଦେଖେଇ ଦେଉଛି। ତ ଦେଖିପାରୁଥିବେ ଯେଉଁ ମନ୍ଦିରଟି ଅଛି ସେ ମନ୍ଦିର ପାଖକୁ ମଧ୍ୟ ଆମେ ଯିବା। ତ ଆପଣ ଭିଡ଼ିଓରେ ରହିଥାନ୍ତୁ ଆଉ ଆପଣମାନଙ୍କୁ ମୁଁ ଦେଖାଉଛି। Sometimes like all you want to do is run. Hear me out, hear me out. ମନ୍ଦିରର ଫ୍ରଣ୍ଟର ଦୃଶ୍ୟଟା କିଛି ଏମିତିକି ଦେଖିବାକୁ ମିଳିବ। ତ ଦେଖିପାରୁଥିବେ ପତିତ ପାବନ ମଧ୍ୟ ଉଡ଼ୁଛି। ତ ସାମ୍ନାରେ ମଧ୍ୟ ଆପଣଙ୍କୁ 2ଟି ସିଂହର ବି ଷ୍ଟାଚ୍ୟୁ ବି ମିଳିବ। ଆଉ ଏ ସାମ୍ନାରେ ଦେଖିପାରୁଥିବେ ରଥ, ଯେଉଁଟାକି ବର୍ତ୍ତମାନ ଢାଙ୍କିକି ରଖିଛନ୍ତି। ତ ରଥଯାତ୍ରାରେ ହିଁ କେବଳ ରଥକୁ ହିଁ ଖୋଲନ୍ତି, ଆଉ ବାକି ଦିନରେ ଜରି ଢାଙ୍କି ଦିଅନ୍ତି। ସାଙ୍ଗମାନେ, ଏଠି ଆପଣମାନଙ୍କୁ ମା ବିମଳାଙ୍କର ମନ୍ଦିର ମିଳିଯିବ ଦେଖିବା ପାଇଁ। ତ ଦେଖିପାରୁଥିବେ ମା ବିମଳାଙ୍କର ମୂର୍ତ୍ତି ଅଛି, ଆପଣମାନେ ଦେଖିପାରୁଥିବେ। ତାପରେ ଏଠି ଆପଣମାନେ ଦେଖିପାରୁଥିବେ ଭକ୍ତ ହନୁମାନଙ୍କର ମନ୍ଦିର ମଧ୍ୟ ଆପଣଙ୍କୁ ଦେଖିବା ପାଇଁ ମିଳିବ। ତାପରେ ଏଠି ଆପଣମାନଙ୍କୁ ମା ଲକ୍ଷ୍ମୀଙ୍କର ମନ୍ଦିର ମଧ୍ୟ ଦେଖିବା ପାଇଁ ମିଳିଯିବ।
तापर फ्रेंड्स एठी आपको बाट गणेशंकर मूर्ति मध्य देखा मिलियो। But if you don't wanna tell me now, I guess I'll never know. But if you don't wanna tell me now, I guess I'll never know. तापर सांग मैंने ये आपण मानक देखिपे बहुत सुंदर कुंड गोटे जहाँकि पद्म फूल से कुंडर आप देखिपे। तो एपट्रे आपण को जो तुलसी गछ चौरा भी आप मिल जाए। आपण मैंने कोकोनट ब्रेकिंग स्पॉट माने एठी नड़िया पिटा जाए ये आप देखिपे। तापर सामने भी गोटे ओस्त गछ अच्छी बहुत सुंदर लगे जमीक कि आप साधना करें कि बसवे शांति लगे। तो से भाव से गोटे ओस्त गछ रही। तापर एठी आपण को बाबा विश्वनाथ मंदिर मिल जाउछि। तो आपण पूजा करें। पूजा सारी पर आपण को ठीक राइट साइड रे आपण को प्रसाद घर जो प्रसाद सेवन करने आपण को प्रसाद मिल जिवो। तापर बुली सारिया पर भल न लगिला सीधा पळि आसिलु भजन स्थल को।
तापर गोटे भजन सरीजा आमे बाहर को बाहरी आसिलु। तो एमती पूरा मंदिर दृश्य आपण मैंने मो पछपट देखिपे। तो आम चलु पुणी समुद्र कूल को। तो सांग माने जदि आपण माने मो चैनल रे नुआ अछंती तो सब्सक्राइब मध्य करिवे। आ मो ब्लॉग टी केमती लागिला कमेंट माध्यम रे जणे गोटे गोटे लाइक मध्य करिदेवे।